ଶାନ୍ତି ଜାଣିଛନ୍ତି କଣ? ଏକ ପ୍ରତିଷ୍ଠିତ ଇଞ୍ଜିନିୟରିଂ କଲେଜର କିଛି ଅସାମାଜିକ ଛାତ୍ରଙ୍କ ତୁମୁଳ କାଣ୍ଡ। ସେଲ୍ଫି ଉଠାଇବାକୁ ନେଇ ଉଭୟ ଗୋଷ୍ଠୀଙ୍କ ମଧ୍ୟରେ ମାଡ଼ ଗଣ୍ଡଗୋଳ। ଉଭୟ ଗୋଷ୍ଠୀରୁ ମୋଟ 10 ଜଣ ଛାତ୍ର ମେଡିକାଲରେ ଭର୍ତ୍ତି। ମଲା 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 ସେ ପିଲାମାନେ ସେଠିକି ପାଠ ପଢିବାକୁ ଯାଉଛନ୍ତି ନା ଝଗଡ଼ା କରିବାକୁ ବା? ମଦ ଡ୍ରଗ୍ସ ଗଞ୍ଜେଇରେ ଆଜିର ଯୁବ ସମାଜ ପଥଭ୍ରଷ୍ଟ। ମୁଁ କିନ୍ତୁ ସୁନା ପିଲା। ତୁ କଣ ପାଇଁ ଚାଲି ଆସିଲୁ ଯେ? ବାପା ଦେଲ 20,000 ଟଙ୍କା ଦେଲ। ଆରେ ଏବେ ପରା ତ ସ୍କୁଲ ଫିସ୍ ବାବଦକୁ 1.5 ଲକ୍ଷ ଟଙ୍କା ଓ ତ ହାତ ଖର୍ଚ୍ଚ ବାବଦକୁ 10,000 ଟଙ୍କା ଦେଇଥିଲି। ଏ 10ଟା ଦିନ ହେଇନି ପୁଣି ଆମେ ତତେ 20,000 ଟଙ୍କା କୋଉଠୁ ଦବୁ? ମୁଁ ରୁଦ୍ର, ଯେତିକି ଭଦ୍ର ତାଠାରୁ ବେଶୀ ଅଭଦ୍ର। 20,000 ଟଙ୍କା ମୋର ଦରକାର। ଏତେ ଗୁଡ଼ାଏ ଟଙ୍କା ତୁ କଣ କରିବୁ? ଗୋଆ ଯିବୁ, ଗରିପୁରରେ ଯିବୁ। ଗୋଆ କେବେ ଯାଇଛ ବାପା? ସବୁ ଠିକ୍, ହେଲେ ଏତେ ଗୁଡ଼ାଏ ଟଙ୍କା ଆମେ କୋଉଠୁ ଆଣିବୁ? ତୋ ପାଠ ପଢା ତ ସବୁ ଜମିବାଡ଼ି ବନ୍ଧା ପଡି ଯାଇଛି। ଘରେ ତ ମାର ଯାହା ସବୁ ଗହଣା ଥିଲା ସେ ସବୁ ବିକ୍ରି ହୋଇ ସାରିଛି। ହେଲେ ଆମେ କୋଉଠୁ ଟଙ୍କା ଆଣିବୁ? ମୁଁ ରୁଦ୍ର, ଯେତିକି ଭଦ୍ର ତାଠାରୁ ବେଶୀ ଅଭଦ୍ର। ଆରେ ତମକୁ କିଏ କହିଥିଲା ମତେ ଏତେ ବଡ କଲେଜରେ ନାଁ ଲେଖେଇବା ପାଇଁ? ବଡ ଲୋକିଆ ପିଲାଙ୍କ ସହ ସାଙ୍ଗ ହେବାକୁ ହେଲେ ଟଙ୍କା ଦରକାର, ଟଙ୍କା। ଟଙ୍କାଟାଏ ବି ଦେବିନି। ମୁଁ ରୁଦ୍ର, ଯେତିକି ଭଦ୍ର ତାଠାରୁ ବେଶୀ ଅଭଦ୍ର। କଣ କହିଲ? ଟଙ୍କାଟେ ବି ଦବନି? ତମେ ଯେମିତି ଦବ ଆଉ କେହି ଦେବେନି। କଣ ତୋ କଥାରେ? କଥାରେ ନୁହେଁ, କାମରେ କରେଇକି ଦେଖେଇଦେବି। ରୁଦ୍ର କଣ କହିଲୁ? ବାପା ମତେ ବାଡ଼େଇଲେ, ମୁଁ କିନ୍ତୁ ସୁନା ପିଲା। କାହିଁକି ନା ମୁଁ ରୁଦ୍ର, ଯେତିକି ଭଦ୍ର ତାଠାରୁ ବେଶୀ ଅଭଦ୍ର।